ଆସନ୍ତୁ ବୁଝିବା the solitary pair poem ଟି. Whatever the theme, the maiden sang, as if her song could have no ending. I saw her singing at her work and over the sickle bending. Whatever the theme, বিষୟବସ୍ତୁ କ'ଣ ଥିଲା? The maiden sang. Maiden ଅର୍ଥ the young girl. ସେ ଯୁବ ଝିଅଟି ଯାହା ଗାଉଥିଲା ସେ ଗୀତର ବିଷୟବସ୍ତୁ କ'ଣ ଥିଲା ବୋଲି କବି ଭାବିଛନ୍ତି। As if her song could have no ending. ସତେ ଯେପରି କବିଙ୍କୁ ମନ ହେଉଥିଲା ସେ ଗୀତଟିର ଅନ୍ତ ନଥିଲା, ଶେଷ ନଥିଲା। As if ଅର୍ଥ ସତେ ଯେପରି। I saw her ଏବଂ କବି କହିଛନ୍ତି ଯେ କବି ତାଙ୍କୁ ଦେଖିଲେ। କାହାକୁ ଦେଖିଲେ? ସେ ଝିଅଟିକୁ ଦେଖିଲେ। କୋଭଳି ଅବସ୍ଥାରେ? ସେ ଝିଅଟି କାମ କରିବା ସହ ଗୀତ ଗାଉଥିଲା। And over the sickle bending ଏବଂ ସେ କାର୍ଯ୍ୟ ସମ୍ପର୍କରେ ଟିକେ ଟିପ୍ପଣୀ ଦେଇଛନ୍ତି। ଓଭର ଦି ସିକିଲ ବେଣ୍ଡିଂ। ସିକିଲ ଅର୍ଥ ଦା। ଫସଲ କାଟିବା ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର ହେଉଛି ସିକିଲ ବା ଦା। ବେଣ୍ଡିଂ ଅର୍ଥ ନଇଁଯିବା। ସେ ଝିଅଟି ଫସଲ କ୍ଷେତ ମଧ୍ୟରେ ଜଷ୍ଟ ଟିକେ ନଇଁଯାଇ ଫସଲକୁ କାଟୁଥିବା ସମୟରେ ସେ ଗୀତ ଗାଉଥିଲା ଏବଂ କବି ଏହି ଦୃଶ୍ୟ ଦେଖିଲେ। ଆଇ ଲିସେଣ୍ଡ ମୋସନଲେସ୍ ଆଣ୍ଡ ଷ୍ଟିଲ୍। କବି କହିଛନ୍ତି ମୁଁ ଏତେ ମନ ଧ୍ୟାନ ଦେଇ ଶୁଣିଲି ସେ ଝିଅଟିର ଗୀତକୁ ମୁଁ ଆଗକୁ ଆଉ ଘୁଞ୍ଚି ପାରିଲି ନାହିଁ। ମୋସନଲେସ୍ ମୁଁ ଗତିହୀନ ହେଇଗଲି। ଆଣ୍ଡ ଷ୍ଟିଲ୍ ପୁରା ଏକଦମ ନିଶ୍ଚଳ ହେଇଗଲି। ନିର୍ବାକ ହେଇକି ମୁଁ ଛିଡ଼ା ହେଲି। ଆଣ୍ଡ ଏଜ୍ ଆଇ ମାଉଣ୍ଟେଡ୍ ଅଫ୍ ଦି ହିଲ୍। ଯେତେବେଳେ ମୁଁ ପାହାଡ଼ ଚଢ଼ୁଥିଲି, ପାହାଡ଼ ଚଢ଼ିବା ସଙ୍ଗେ ସଙ୍ଗେ ସେ ଝିଅଟିର ଗୀତ କବିଙ୍କୁ ଏତେ ମନମୁଗ୍ଧକର ଆକୃଷ୍ଟ କରିଥିଲା ଯେ କବି ତାକୁ ଅତି ଧ୍ୟାନର ସହିତ ମନନପୂର୍ବକ ଶୁଣିଲେ ଏବଂ ସେ ଆଗକୁ ଘୁଞ୍ଚି ପାରିଲେନି, ଏକଦମ ନିଶ୍ଚଳ ହେଇଗଲେ। ଦି ମ୍ୟୁଜିକ୍ ଇନ୍ ମାଇ ହାର୍ଟ ଆଇ ବୋର୍। ଆଇ ବୋର୍ ଅର୍ଥ କବି କହୁଛନ୍ତି ଯେ ମୁଁ ଯାହା ବହନ କଲି ମୋ ହୃଦୟରେ ଝିଅଟିର ସଙ୍ଗୀତ, ଆଉ ଯେଉଁ ସଙ୍ଗୀତକୁ ମୁଁ ବହନ କଲି ଅର୍ଥାତ୍ ଝିଅଟିର ଯେଉଁ ସୁମଧୁର ସଙ୍ଗୀତ ଯାହାକୁ ମୁଁ ଗ୍ରହଣ କଲି ହୃଦୟର ସହିତ, ବୋର ଅର୍ଥ ଗ୍ରହଣ କଲି ବା ବହନ କଲି, ଲଙ୍ଗ ଆଫ୍ଟର ଇଟ୍ ୱାଜ୍ ହାର୍ଡ ନୋ ମୋର୍। ଏବଂ ବହୁ ବର୍ଷ ପରେ ଏଇ ଝିଅଟିର ସଙ୍ଗୀତ ସ୍ୱର ଆଉ କବିଙ୍କୁ ଶୁଣାଯାଇ ନଥିଲା।